ସେତେବେଳେ ଜଣେ କିଏ କାଳସୀ ଥିଲେ ସ୍ତ୍ରୀ ଲୋକ ଜଣେ ସିଏ ତାଙ୍କର ପୂଜାପୂଜି କରିକିରି ସେ ମନ୍ଦିରଟି ସ୍ଥାପନ କରିଥିଲେ। କାଳକ୍ରମେ ସେ ଗ୍ରାମ ଦେବତୀ ରୂପରେ ପୂଜା ପାଇଲେ। ସବୁ ଗ୍ରାମବାସୀ ମାନେ ଆସି ବିବାହର ନିତ୍ୟହର ଏସବୁ କାମରେ ବରଣୀ କରନ୍ତି ଏବଂ ପୂଜାପୂଜି କରନ୍ତି। ଏମିତି କାଳକ୍ରମେ ଗ୍ରାମ ଦେବତୀ ବୋଲିକିରି ପ୍ରଚାର ହେଇଗଲା। ଗ୍ରାମ ଦେବତୀ ବଳେ ଗ୍ରାମବାସୀ ସମସ୍ତେ ବିବାହର ନିମିତ୍ତରେ ସବୁ କାମରେ ଜଏନ୍ କରନ୍ତି। ଆମର ହଉଛି ନୟାଗଡ଼ ଓଡଗାଁ। କଣ ନା ଆପଣଙ୍କର? କୃପା ସିନ୍ଧୁ ବାରିକ। କଣ କହିବେ ଆପଣ ଏ ମୂର୍ତ୍ତି କାରିଗର? ଆପଣ କଣ କହିବେ ଏଇ ଯୋଉ ମନ୍ଦିରର ଆପଣ ଶିଳ୍ପ କାରିଗର ଆପଣ କଣ କହିବେ? ମନ୍ଦିର କାରିଗର କହିବି ଆଉ କଣ, ମୁଁ ଗୋଟେ ପ୍ରକାରର ମନ୍ଦିର କରିବାକୁ ଭାବିଥିଲି, କିନ୍ତୁ ଭାଇନା ଏଇଟେ କହିଲେ ଯେ ମୋର ସ୍ୱପ୍ନଗତର ଯୋଉ ମନ୍ଦିର ତମେ ସେଇ ମନ୍ଦିର କରିବ। ସେ ମନ୍ଦିର ସେଇ ଅନୁସାରେ ଚାଲିଛି ଆଜ୍ଞା। ଆଉ ସିଏ ବି ମୁଁ କି କଣ କି କରୁଛି ବୋଲି ବି ତାହା ବି ମୁଁ ଜାଣିପାରୁନି। ସେ ଠାକୁରଙ୍କ ବରାଦରେ ସେ ଚାଲିଛି। ମୁଁ ପ୍ରାୟ 400 ମନ୍ଦିର କରିସାରିଲିଣି। ବୟସ ମୋର 65 ହେଲାଣି। ଆଉ କର୍ମ କରିବା ପାଇଁ 10 ଜଣ ଅଛନ୍ତି ପିଲା ଆଉ କାମ କରୁଛନ୍ତି। ଆଉ ଆପଣ ଏ ମନ୍ଦିରଟା କେବେଠୁ ଆରମ୍ଭ କଲେ ନା? ମନ୍ଦିର ଏଇ ବର୍ଷ ତ ଆମର ଚାଲିଲା। ଆଉ ଫାଉଣ୍ଡେସନ ହେଲାଣି 4 ବର୍ଷ ହେଲା, କିନ୍ତୁ କାମ ଏ ବର୍ଷ ମନ୍ଦିର ଉଠିଲା। 2024ରେ କେବେ ସାରିବେ ବୋଲି ଆଶା କରୁଛନ୍ତି? 27ରେ ସାରିବୁ। ମୋ ନାଁ ଯୋଗମାୟା ପ୍ରଧାନ। ମୁଁ ଭୁବନେଶ୍ୱରରୁ ଆସିଛି। ଏମିତି ଦେଖିବାକୁ ବହୁତ ମୋର ମାନସିକ ପୂରଣ ବି ହେଇଛି। ଆଉ ମା ବି କରୁଛି ସମସ୍ତଙ୍କର। ଆଉ ଏଠି ଆସିଲେ ଯେମିତି ଲାଗେ ଯେମିତି ସତରେ ଆମେ ତା ପାଖରେ ଅଛୁ। ଆଉ ଯୋଉଟା ବି କହୁଛୁ ମାନେ ସତରେ ସେଇଟା ହେଇଯାଉଛି। ଘଟଣା ଅଛି ଆପଣଙ୍କ? ଅଲଗା ଘଟଣା ମାନେ ମୋ ଝିଅ ଛୋଟ ଝିଅ, ତା ଦେହ ଯେତେବେଳେ ଖରାପ ହୁଏ ମୋ ମା କୁ ସବୁବେଳେ ଡାକେ ଆଉ କାନ୍ଦି ପକାଏ, ମା ତୁ ମୋ ପାଖରେ ନାହୁଁ, ମୁଁ ବହୁତ ଅସୁବିଧାରେ ଚଳୁଛି, ମୋ ଛୁଆକୁ କିଏ ଦେଖିବ? ତୁ ସିନା କହିଲୁ ମୁଁ ତତେ ବଞ୍ଚେଇକି ରଖିଛି ବୋଲି, କଣ ଏମିତି ରଖିଛୁ? ମୋ ଛୁଆ ଦେହ ଖରାପ ହେଲା ବେଳକୁ ସବୁବେଳେ କାନ୍ଦୁଛି, ମୋ ପାଖରେ କିଛି ନଥାଉଛି, ମୁଁ କଣ କରିବି? ସେତେବେଳକୁ କିଛି ନା କିଛି ଯିଏ ହେଲେ ମୋ ପାଖରେ ଛିଡା ହେଇଯିବ, ସାହାଯ୍ୟ ବି କରିଥାଉଛନ୍ତି।